ଖପ୍ରାଖୋଲ ଥାନା ପୋଲିସ 11 କେବି ବିଦ୍ୟୁତ ତାର ଚୋରି କରୁଥିବା ଏକ ସକ୍ରିୟ ଚୋର ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ହାସଲ କରିଛି। ଗତ ପ୍ରାୟ 6 ମାସ ଧରି ଏହି ଗ୍ୟାଙ୍ଗ ସିନ୍ଦିକେଲା, ବେଲପଡ଼ା, ଲରମ୍ଭା ଓ ଖପ୍ରାଖୋଲ ଅଞ୍ଚଳର 11 କେବି ବିଦ୍ୟୁତ ସଂଯୋଗ ଲାଇନ୍ରୁ ତାର ଚୋରି କରି ଆସୁଥିଲେ, ଯାହାଫଳରେ ବିଦ୍ୟୁତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା ଏବଂ ପୋଲିସ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଥିଲା। ଗୁପ୍ତ ସୂଚନା ଓ ସହାୟତା ଆଧାରରେ ପୋଲିସ ଚଢ଼ାଉ କରି ମୋଟ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ଚୋରା ବିଦ୍ୟୁତ ତାର ଗ୍ରହଣ କରୁଥିବା ରିସିଭର ମଧ୍ୟ ସାମିଲ ରହିଛନ୍ତି। ପୋଲିସର ପଚରାଉଚରାରେ ଗିରଫ ଅଭିଯୁକ୍ତମାନେ 11 କେବି ବିଦ୍ୟୁତ ତାର ଚୋରି କରି ସେଗୁଡ଼ିକୁ ଗ୍ରହଣକାରୀଙ୍କ ନିକଟରେ ବିକ୍ରି କରିଥିବା କଥା ସ୍ୱୀକାର କରିଛନ୍ତି। ପୋଲିସ ତଦନ୍ତରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଗ୍ରହଣକାରୀ ନିଜ କାରଖାନାରେ ଚୋରା ତାରକୁ ଗଳାଇ ଆଲୁମିନିୟମ ବାସନ ତିଆରି କରୁଥିଲେ। ଗିରଫ ଅଭିଯୁକ୍ତମାନେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ବେଲପଡ଼ା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।